ଦେଖନ୍ତୁ ଧାନ ଚାଷଟା କେମିତି ହେଇଛି। ଧାନ ମୁଁ ନିଜେ ରୁଇକି ଯାଇଥିଲି ଆଉ ସେବେଠୁ ଆସିନଥିଲି। ଆଉ କେଉଁ ଟାଇପ୍ର ଧାନ ହୋଇଛି ଦେଖନ୍ତୁ, ପୁରା ଜଙ୍ଗଲ ଭଳିଆ ହେଇଯାଇଛି। ଆଉ ଯିବାକୁ ତ ଡର ଲାଗୁଛି ତା ଭିତରକୁ। ଧାନ ବି ପାଚିଗଲାଣି, କିନ୍ତୁ ଆଉ 5-6 ଦିନ ଭିତରେ ଏସବୁ ଧାନ କଟାଯିବ। ଲୋକଙ୍କର କଟା ଗଲାଣି। ଆଉ ଦେଖନ୍ତୁ, ଧାନ କାଟିବା ରୁଇବା ଯେଉଁ ମଜା, ମୋତେ ତ ବହୁତ ପସନ୍ଦ। ଆପଣମାନଙ୍କୁ ପସନ୍ଦ ନା ନାହିଁ କମେଣ୍ଟ ମାଧ୍ୟମରେ ଜଣାଇବେ। ୱାଓ, ପୁରା ଫାଣ୍ଟାଷ୍ଟିକ୍ ଲାଗୁଛି।